ମୁଁ ଯାହା ତଥ୍ୟ ମାଗିଛି ସେ ସବୁ ତଥ୍ୟ ଦିଅନ୍ତୁ ଯେହେତୁ ତାଙ୍କ ପାଖରେ ଅଛି ତଥ୍ୟ ସେ କହିଛନ୍ତି ମୋ ପାଖରେ ତଥ୍ୟ ଅଛି ମୋ ପାଖରେ ଷ୍ଟାଫ୍ ଅଭାବ ଷ୍ଟାଫ୍ ମୁଁ ଟାଇମ୍ ବାହାର କରିକି ତୁମକୁ ଦେଇଦେବି ତ ସେ କେମିତି ତୁରନ୍ତ ମୋତେ ତଥ୍ୟ ଦେଇଦେଲି ମୁଁ ଧାରଣାରୁ ଉଠି ପଡ଼ିବି। ପ୍ରତିଭା ରେଡ୍ଡି ଆଡଭୋକେଟ୍। ଧାରଣା ବସିବାର କାରଣ 8/1/26 ମୁଁ ଗୋଟେ ଆର୍ଟିଆଇ ମାଗିଥିଲି ସାନ ଖେମୁଣ୍ଡି ଜୁରିସଡିକ୍ସନରେ ଆସୁଥିବା ଏରିଆର କିଛି ଭୂମିହୀନ ଆବଣ୍ଟନ କରାଯାଇଥିବା ସରକାର ଜମିକୁ ଯେଉଁଟାକି ସୂଚନା ଅଧିକାରୀ କିଛି ବି ରିପ୍ଲାଏ ଦେଇନଥିଲେ। ତାପରେ ମୁଁ ଫାଷ୍ଟ ଅପିଲ୍ କରିଥିଲି ଯିଏକି ଆମର ନିଜେ ତହସିଲ ଅଛନ୍ତି ତ ସେ ରିପ୍ଲାଏ ଦେଇଥିଲେ କିନ୍ତୁ ଅଧଅଧୁରା ରିପ୍ଲାଏ ଦେଇଥିଲେ। ସେ ଅଧଅଧୁରା ରିପ୍ଲାଏ ଧରିକି ମୁଁ ସାର୍ଙ୍କୁ ଯେତେବେଳେ କ୍ୱେଶ୍ଚିନ୍ କଲି ସାର୍ ଆପଣ ଯାହା ରିପ୍ଲାଏ ଦେଇଛନ୍ତି ମୋ କ୍ୱେଶ୍ଚିନ୍ର 10% ବି ସେ ରିପ୍ଲାଏ ହେଉନି ମ୍ୟାଚ୍ କରୁନି ବୋଲି କହିବାରୁ ସାର୍ କହିଲେ ଯେ ମାନେ ଇରିଟେଟ୍ ହେଇକି ଗୋଟେ ବିରକ୍ତି ଟାଇପ୍ର ହେଇକି ମୋତେ କହିଲେ ଯେ ଇରିଟେଟ୍ ବିରକ୍ତି ଟାଇପ୍ର ହେଇକି ମୋତେ କହିଲେ ଯେ ମୁଁ ଦେବିନି ରିପ୍ଲାଏ ଦେବିନି ତୁମ ହାତରେ ଯାହା ହେବ ତୁମେ ତାହା କର ମାନେ 5 ଜଣ ଗୋଟେ ଇରିଟେଟ୍ ମାନେ ବିରକ୍ତି ହେଇକି ଯେଉଁଟାକି ସେ ଟାଇମ୍ରେ ମିସବିହେଭ୍ କଲା ଟାଇପ୍ର ମୋତେ କଲେ। ତ ମୁଁ ଜଣେ ଆଡ଼ଭୋକେଟ୍ ମୁଁ ତାଙ୍କୁ ରେସ୍ପେକ୍ଟ ଦେଇ କଥା ହେଉଥିଲି ଯଦି ସେ ମୋ ଭଳିଆ ଆଡ଼ଭୋକେଟ୍କୁ ଯଦି ଏ ଟାଇପ୍ର ଗୋଟେ ମାନେ ଲେଡ଼ିଜ୍କୁ ବ୍ୟବହାର କରୁଛନ୍ତି ତ ସାଧାରଣ ଝିଅମାନଙ୍କୁ ସେ କେଉଁ ଟାଇପ୍ର ବ୍ୟବହାର କରୁନଥିବେ। ନା ମୋତେ ଅଧା ସୂଚନା ମିଳିଛି ଯେଉଁଟା 10% ମିଳିଛି ତାର ଆହୁରି ସବୁ ମୋତେ ତଥ୍ୟ ମିଳିବା ଦରକାର। ତା ପୂର୍ବରୁ ସେ ମୋତେ ଟାଇମିଂ ଦେଇଥିଲେ ଯେ 8 ମାନେ କିଛି ଗୋଟେ ଟାଇମ୍ ଦିଅନ୍ତୁ ମୋତେ ସେତିକି ଭିତରେ ମୋର ଷ୍ଟାଫ୍କୁ କହିକି ମୁଁ ରିପ୍ଲାଏ ଦେବି କିନ୍ତୁ ମୁଁ ତାଙ୍କୁ 8 ଭିତରେ ଟାଇମ୍ ଦେଇଥିଲି ଯଦି 8 ଭିତରେ ନେଉନାହାନ୍ତି ତାହେଲେ ମୁଁ ଧାରଣାରେ ବସିବି। ସେ କିଛି ବି ରିପ୍ଲାଏ ଦେଇନାହାନ୍ତି ଯେହେତୁ ସାର୍ ମୋତେ କହିଥିଲେ 8 ଭିତରେ ମୁଁ ତୁମକୁ ରିପ୍ଲାଏ ଦେବି ଯେହେତୁ 8 ପଳେଇଲାନି ତ ସେ ମୁଁ ତାଙ୍କୁ କହିଥିଲି 8 ଭିତରେ ନ ଦେଉଛନ୍ତି ତାହେଲେ ମୁଁ ଆପଣଙ୍କ ଧାରଣାରେ ବସିବି। ତ ଧାରଣାରେ ବସିଛନ୍ତି କିଛି ଉପରିସ୍ଥ ଅଧିକାରୀ ମାନେ କିମ୍ବା ତହସିଲଦାର କିଛି କଥାବାର୍ତ୍ତା ହେଇଛନ୍ତି କ'ଣ କହିଛନ୍ତି କି ଆପଣ? ସେ କହୁଛନ୍ତି ଯେ ଉଠି ପଡ଼ନ୍ତୁ ମୁଁ ସବୁ ତଥ୍ୟ ଦେଇଦେଇଛି କିନ୍ତୁ ମୋତେ 10% ବି ରିପ୍ଲାଏ ଦେଇନାହାନ୍ତି। ଯଦି ସେ ଦେବା ପାଇଁ ଚାହୁଁଛନ୍ତି ତାହେଲେ ଗୋଟେ ଲିଖିତ ଆକାରରେ ମୋତେ ଦିଅନ୍ତୁ ଯେ ଏତିକି ଟାଇମ୍ ଭିତରେ ମୁଁ ଦେଇଦେବି ତାହେଲେ ବର୍ତ୍ତମାନ ଦାବି ରହିବ ଯେ ମୁଁ ଯାହା ତଥ୍ୟ ମାଗିଛି ସେ ସବୁ ତଥ୍ୟ ଦିଅନ୍ତୁ ଯେହେତୁ ତାଙ୍କ ପାଖରେ ଅଛି ତଥ୍ୟ ସେ କହିଛନ୍ତି ମୋ ପାଖରେ ତଥ୍ୟ ଅଛି ମୋ ପାଖରେ ଷ୍ଟାଫ୍ ଅଭାବ ଷ୍ଟାଫ୍ ମୁଁ ଟାଇମ୍ ବାହାର କରିକି ତୁମକୁ ଦେଇଦେବି ତ ସେ କେମିତି ତୁରନ୍ତ ମୋତେ ତଥ୍ୟ ଦେଇଦେଲି ମୁଁ ଧାରଣାରୁ ଉଠି ପଡ଼ିବି।